ବର୍ତ୍ତମାନ ପରିବା ବଜାରରେ ଟମାଟୋ କିଲୋ 5 ଟଙ୍କା ଅଛି। ତା ପୁଣି ମାତ୍ର ଏ କିଛି ଦିନ ପାଇଁ। ଆମ ଗୃହିଣୀମାନଙ୍କର ତ ଅଭ୍ୟାସ ଜାଣିଥିବେ କେମିତି ଏ ସୁଯୋଗର ଫାଇଦା ଉଠାଇବା। ଏହି ଶସ୍ତାର ଫାଇଦା ଉଠାଇବା ପାଇଁ ଏ ଟମାଟୋ ଆଣି ଆଚାର ଆଉ ସସ୍ କରି ବର୍ଷ ଯାକ ପାଇଁ ରଖିଦିଏ। ଆପଣମାନେ ଯଦି ଭାବୁଛନ୍ତି ଟମାଟୋ ସସ୍ ତିଆରି କରିବା କଷ୍ଟ ବୋଲି, ସେଥିପାଇଁ ମୁଁ ଆପଣମାନଙ୍କ ପାଇଁ ଏ ଭିଡ଼ିଓଟି ସେୟାର କଲି। ଏ ଭିଡ଼ିଓଟି ଦେଖି ଆପଣମାନେ ବି ଭାବିବେ, ଆରେ ଟମାଟୋ ସସ୍ ତିଆରି କରିବା ଏତେ ସହଜ। କେବଳ ଛୋଟ ଛୋଟ ଟିପ୍ସ କରିଦେଲେ ଟମାଟୋ ସସ୍ ବହୁତ ଶସ୍ତାରେ ଘରେ ତିଆରି ହେଇଯିବ ଆଉ ଆପଣ ତାକୁ ବର୍ଷ ଯାକ ପାଇଁ ରଖିବେ। ବାହାରର ଟମାଟୋ ସସ୍ କିଣିବା ବି ଆପଣଙ୍କୁ ଜମା ବି ଦରକାର ପଡ଼ିବ। ହେଲେ ଆସନ୍ତୁ ପ୍ରବୀଣାସ୍ ହେରିଟେଜ୍ କିଚେନ୍କୁ ମୁଁ ଟମାଟୋ ସସ୍ କେମିତି ତିଆରି କଲି ଦେଖି ନେବା। ସେଥିପାଇଁ ମୁଁ ପ୍ରଥମେ 1 କିଲୋ ଟମାଟୋକୁ ଆଣି ଭଲ ଭାବରେ ଧୋଇ ପୋଛିକି ରଖିଦେଇଛି। ତାର ଯେଉଁ ଡେମ୍ଫ ଥିଲା ତାକୁ ମଧ୍ୟ ଛଡ଼େଇ ଦେଇଛି। ବର୍ତ୍ତମାନ ଏହି ଟମାଟୋକୁ ଆମେ ଫାଳ କରି ଛୋଟ ଛୋଟ ପିସ୍ରେ କାଟି ନେବା। ଛୋଟ ଛୋଟ ସାଇଜ୍ର ଟମାଟୋ ଗୁଡ଼ିକ 4 ପିସ୍ କରିଦେଲେ ହେବ, ଆଉ ଟିକେ ବଡ଼ ସାଇଜ୍ ଟମାଟୋକୁ ବି 4 ପିସ୍ କଲେ ହେବ, ନହେଲେ ଆଉ ଟିକେ ଛୋଟ ବି ମଧ୍ୟ କାଟିପାରିବେ। ଏଇଭଳି ଟମାଟୋକୁ ଆଗ ସବୁ କାଟିକି ରଖିଦେବା। ୟା ପୂର୍ବରୁ ମୁଁ ମଧ୍ୟ ଗୋଟେ ଟମାଟୋର ଆଚାର ଆପଣମାନଙ୍କ ସହିତ ସେୟାର କରିଥିଲି। ଆପଣ ଯଦି ଦେଖିବାକୁ ଚାହୁଁଛନ୍ତି ତାର ଲିଙ୍କ୍ ମୁଁ ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଦେବି। ଏଠି ଆମର ସବୁତକ ଟମାଟୋ କାଟିଦେଲା ପରେ ମୁଁ ଏଠି ଗୋଟେ କୁକର ନେଇଯାଇଛି। କୁକରରେ ଟମାଟୋ ତକ ସବୁ ଟ୍ରାନ୍ସଫର୍ କରିଦେଲି। ତାପରେ ସ୍ୱାଦ ଅନୁସାରେ ମୁଁ ଲୁଣ ଦେଇଛି। କଲର୍ ପାଇଁ ଏଠି ମୁଁ ନେଇଛି ଗୋଟେ ବିଟ୍କୁ ଛୋଟ ଛୋଟ କାଟିକି ନେଇଯାଇଛି। ଆମର କିଛି ବି ଏକ୍ସଟ୍ରା କଲର୍ ଦେବା ଦରକାର ନାହିଁ। ବିଟ୍ରେ ଆମର ବହୁତ ବଢ଼ିଆ କଲର୍ ଆସିବ। ଆଉ ବାସ୍ନା ପାଇଁ ଗୋଟେ ବଡ଼ ଡାଲଚିନି ଖଣ୍ଡେ ନେଇଛି, ତେଜପତ୍ର ନେଇଛି। ତା ସହିତ ମସଲାରେ ମୁଁ ଏଠି ନେଇଛି ଗୋଟେ ରସୁଣକୁ ପୁରା ଛଡ଼େଇକି 4-5ଟି ନାଲି ଲଙ୍କା ଆଉ ଅଦା ଖଣ୍ଡେ। ଆପଣ ଯଦି ବିନା ରସୁଣରେ କରିବାକୁ ଚାହୁଁଛନ୍ତି ତାହେଲେ ରସୁଣକୁ ସ୍କିପ୍ କରିନେବେ। ବର୍ତ୍ତମାନ ଆକୁ ଆମେ ଅଳ୍ପ ଟିକେ ପାଣି ଦେଇ କୁକରରେ ସିଝେଇ ଦେବା। କୁକର ଥଣ୍ଡା ହେଲା ପରେ ଦେଖନ୍ତୁ ଟମାଟୋ ସିଝି ଯାଇଛି। ଏ ଯେଉଁ ତେଜପତ୍ର ବି ସିଝିକି ତାର ବାସ୍ନା ମିଶିଯାଇଛି, ଡାଲଚିନି ବି ତାର ବାସ୍ନା ମିଶିଯାଇଛି। ବର୍ତ୍ତମାନ ସେ ଖଣ୍ଡକୁ ଆମେ ବାହାର କରିଦେବା। ତାପରେ ଏଇ ଯେଉଁ ଟମାଟୋ ଆମର ରହିଲା, ଆକୁ ଆମେ ଗୋଟେ ଗ୍ରାଇଣ୍ଡର ଜାର୍କୁ ନେଇଯିବା ଆଉ ଗୋଟେ ବାଟିକି ଆକୁ ଗୋଟେ ଫାଇନ୍ ପେଷ୍ଟ ତିଆରି କରିନେବା। ବାଟିକି ଫାଇନ୍ ପେଷ୍ଟ ତିଆରି କରିଦେଲା ପରେ ମୁଁ ଏଠି ଡାଇରେକ୍ଟ ମୋର କରେଇ ନେଇଯାଇଛି। ଆଉ କାହିଁକି ଡାଇରେକ୍ଟ କରେଇ ନେଇଛି ଆପଣ ଦେଖିପାରିବେ। ଏଇ କରେଇରେ ମୁଁ ଯେଉଁ ବାଟିଥିଲି ଟମାଟୋକୁ ତାକୁ ଏଥିରେ ପକାଇବା, ତାକୁ ସବୁତକ ଏଇ କରେଇ ଦେହରେ ଛାଣି ନେବା। ଗୋଟେ ଛଣା ଦ୍ୱାରା ସବୁ ଛାଣି ନେବା, ଯାହା ବି ଖଦା ଥିବ ଆମର ଖଦା ତକ ବାହାରି ଆସିବ। ଏଠି ମୁଁ ଆପଣଙ୍କୁ ଅନୁରୋଧ କରିବି ମୋର ଭିଡ଼ିଓ ଗୁଡ଼ିକ ସମ୍ପୂର୍ଣ୍ଣ ଦେଖିବା ପାଇଁ। ଆଉ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦେବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ମୋର ଫେସବୁକ୍ ପେଜ୍କୁ ଲାଇକ୍ ଆଉ ଫଲୋ ମଧ୍ୟ କରିଦେବେ। ଟମାଟୋ ଛାଣିଦେଲା ପରେ ମୋର ଏତିକି ଖଦା ବାହାରିଲା। ଏ ଖଦା ତାକୁ ଏବେ ବାହାର କରିକି ଆମେ ଫୋପାଡ଼ି ଦେବା। ମୁଁ ଆଉ ଗୋଟେ ଜାର୍ରେ କାହିଁକି କରିବି ବୋଲି ମୁଁ ଡାଇରେକ୍ଟ ଏଇ ବଡ଼ କରେଇରେ କରିଦେଇଛି। ବର୍ତ୍ତମାନ ଏ କରେଇକୁ ଆମେ ଗ୍ୟାସ୍ରେ ବସାଇବା। ଏ ଦେହରେ ପାଣି ଅଛି, ଏ ପାଣି ଅଂଶ ତକ ଆମକୁ ପୁରା ମାରିବାକୁ ପଡ଼ିବ। ଟମାଟୋ ସସ୍ର ମାତ୍ର ଏଇଆ ହିଁ କାମ। ଆମେ ଏଇ ପାଣି ତକ ମାରିଦେଲା ପରେ ଦେଖିବା ଆମର ଟମାଟୋ ସସ୍ ହେଇଯିବ। ଆମେ ଯାହା ମସଲା ପକାଇବା କଥା ଅଲରେଡ଼ି ମସଲା ପକାଇ ଦେଇଛି, କିନ୍ତୁ ଟମାଟୋ ସସ୍ରେ ଟିକେ ମିଠା ଲାଗେ। ସେଥିପାଇଁ ମୁଁ ଏଠି ନେଇଛି 1 କେଜି ଟମାଟୋ ପାଇଁ 100 ଗ୍ରାମ ଚିନି ନେଇଛି। ବର୍ତ୍ତମାନ 100 ଗ୍ରାମ ଚିନି ଆମେ ୟା ଦେହରେ ପକାଇଦେବା। ଆଉ ଆମର ଟମାଟୋ ପ୍ରିଜର୍ଭ କରିକି ରଖିବା ପାଇଁ ଆପଣ ଏଠି ଭିନେଗାର ନେଇପାରନ୍ତି, ନହେଲେ ସାଇଟ୍ରିକ୍ ଏସିଡ଼ ଯାହାକି ନିମ୍ବୁ କି ସତ ଆକାରରେ ଗୋଟେ ପ୍ୟାକେଟ୍ରେ ମିଳୁଛି। ସେଥିରୁ ମୁଁ ନେଇଛି 1/4 ସ୍ପୁନ୍। ଆମେ ତାକୁ ନେଇ ୟା ଦେହରେ ପକାଇବା ଆଉ ୟାକୁ ଘାଣ୍ଟିବା ୟାର ପାଣି ତକ ମଲା ପର୍ଯ୍ୟନ୍ତ। ମୁଁ ଏଠି ଆପଣଙ୍କୁ ପ୍ରଥମେ ଦେଖାଉଛି ଗୋଟେ ପ୍ଲେଟ୍ରେ ଯଦି ଆମେ ବାହାର କରିକି ରଖିବା, ଯେତେବେଳେ ଆମର ତଳୁ ଲାଖି ଲାଖି ଆସିବ ଛାଡ଼ିବ ତାହେଲେ ଆମର ଟମାଟୋ ସସ୍ଟି ହେଇନି। ଯେତେବେଳେ ଜାଣିବେ ଆମର ଟମାଟୋ ସସ୍ଟି ପୁରା ଏକଦମ ସାଙ୍ଗେ ସାଙ୍ଗେ ଖସି ଆସୁଛି, ମୁଁ ଏଠି ଦେଖାଉଛି ଦେଖନ୍ତୁ ସେ ପୁରା ଏକସାଙ୍ଗେ ଯେଉଁଠି ପକାଇଥିଲି ସେଇଠୁ ପୁରା ବାହାରି ଆସୁଛି। ତାମାନେ ଆମର ଏବେ ଟମାଟୋ ସସ୍ ହେଇଗଲା। ବର୍ତ୍ତମାନ ଆମେ ଗ୍ୟାସ୍ ଫ୍ଲେମ୍କୁ ଅଫ୍ କରିଦେବା, ୟାକୁ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ପୁରା ଥଣ୍ଡା ହେଲା ପରେ ଯାଇ ଆମେ ତାକୁ ଜାର୍ରେ ରଖିବା। ଆଉ ଯେଉଁ ଜାର୍ରେ ରଖିବା ତାକୁ ଭଲ ଭାବରେ ସଫା କରି ଶୁଖେଇକି ରଖିବା। ଜାର୍ଟି ଆମର ଶୁଖିଗଲା ପରେ ତାକୁ ଷ୍ଟେରିଲାଇଜ୍ କରିବା। ପ୍ରଥମେ ଗ୍ୟାସ୍କୁ ଆମେ ଅନ୍ କରିଦେବା। ଆମେ ଜାର୍ଟିକୁ ଖୋଲି ତାକୁ ଏମିତି ଗ୍ୟାସ୍ରେ ଟିକେ ହିଟ୍ କରିଦେଲେ ସବୁ ଜୀବାଣୁ ଗୁଡ଼ିକ ସବୁ ମରିଯିବ। ଆମର ଗ୍ଲାସ୍ଟି ଏକଦମ ବଢ଼ିଆ ଭାବେ ଷ୍ଟେରିଲାଇଜ୍ ହେଇଯିବ। ଯେଉଁ ଚାମଚ ବି ବ୍ୟବହାର କରିବା ତାକୁ ବି ଏମିତି ଆମେ ଆଗ ଗ୍ୟାସ୍ରେ ଷ୍ଟେରିଲାଇଜ୍ କରି ତାପରେ ଆମେ ଜାର୍କୁ ଫୁଲ୍ କରିନେବା। ବର୍ତ୍ତମାନ ଆକୁ ଆମେ ଟାଇଟ୍ କରି ରଖିଦେଲା ପରେ ହେଇଗଲା ଆମର ଟମାଟୋ ସସ୍। ଦେଖିଲେ ନା କେତେ ସହଜରେ ଆମର ଟମାଟୋ ସସ୍ ହେଇଯାଉଛି। ଆପଣ ବି ଏଇଭଳି କରି ତିଆରି କରନ୍ତୁ। ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।